ଭାବରେ ମାଲୁମ ଥିଲା କି ଲିପି ଓ ଭିତରେ କିଛି ଠିକ୍ ଚାଲିନାହିଁ। ଏଇ କଥାରେ ଫାଇଦା ଉଠାଇଲେ କାବେରୀ ଭାଉଜ। ଆଉ ମୋତେ ବି କେଉଁଠି ନା କେଉଁଠି ତାଙ୍କର ଆବଶ୍ୟକତା ଥିଲା। ଯେତେବେଳେ ମୁଁ ତାଙ୍କ ଘରେ ତାଙ୍କ ସହ ଏକା ବସିଥିଲି, ସେ ମୋ ମୁଣ୍ଡ ଉପରେ ହାତ ରଖି କହିଲେ, ଆରେ ତୁମେ ଚିନ୍ତା କର ନାହିଁ, ମୁଁ ଅଛି ନା। ମୁଁ ତୁମର ସବୁକିଛି ଠିକ୍ କରିଦେବି। ମୁଁ ଭାଉଜଙ୍କର କୋମଳ ଜଙ୍ଘ ଉପରେ ହାତ ରଖିଲି ଓ ତାଙ୍କ ଜଙ୍ଘକୁ ଆଉଁସିବାରେ ଲାଗିଲି। ମୁଁ ଏମିତି ତାଙ୍କ ଜଙ୍ଘ ଉପରେ ହାତ ବୁଲାଇବା ଭିତରେ ମୋ ହାତ ତାଙ୍କ ବିଆରେ ଟଚ୍ ହୋଇଗଲା। ଆଉ ଭାଉଜ ଆହା କରି ଚିହିକି ଗଲେ, କିନ୍ତୁ ମୋତେ କିଛି କହିଲେ ନାହିଁ। ଆମେ ଦୁଇଜଣ କିସ୍ କରିବାରେ ଲାଗିଲୁ। ମୁଁ ଭାଉଜଙ୍କର ଦୁଧକୁ ଦଳିବାରେ ଲାଗିଲି। ଭାଉଜ 1 ମିନିଟ୍ ପରେ କହିଲେ, ରୁହ, ଏମିତି ମଜା ଲାଗୁନି। ଭାଉଜ ତାଙ୍କର ସବୁ କପଡ଼ା ଖୋଲିଦେଲେ ଏବଂ ମୋର କପଡ଼ାକୁ ଖୋଲିବାକୁ କହିଲେ। ମୁଁ କହିଲି, ତୁମେ ଖୋଲିଦିଅ। ଭାଉଜ ମୋର ପ୍ୟାଣ୍ଟ, ସାର୍ଟ ଏବଂ ଅଣ୍ଡରଓ୍ୟାର ଆଦ୍ୟ ସବୁ ଖୋଲିଦେଲେ। ଆମେ ଦୁଇଜଣ ପୂରା ଉଲଙ୍ଗନ ହୋଇ ଯାଇଥିଲୁ। ଭାଉଜ କହିଲେ, ଆଜି ମୋତେ ମୋ ବିୟାକୁ ମସ୍ତ ଘିହାଁ ଦବାର ଅଛି। ସେଥିପାଇଁ ମୁଁ ପ୍ରଥମେ ତୁମ ବାଣ୍ଡକୁ ପାଟିରେ ନେଇ ପାଣି ବାହାର କରିଦେଉଛି। ପୁଣି ଥରେ ତୁମ ବାଣ୍ଡ ମୋ ବିୟାକୁ ଭଲରେ ଘେଇବ ଓ ତୁମେ ମୋତେ ଭଲସେ ଗରମ କରିପାରିବ। ମୁଁ ହଁ କହିଲି। ଭାଉଜ ମୋ ବାଣ୍ଡକୁ ଚୁଚୁମିବାକୁ ଲାଗିଲା। 7ରୁ 8 ମିନିଟ୍ ପରେ ମୋ ବାଣ୍ଡରୁ ପାଣି ବାହାରିଗଲା। ସବୁ ବୀଜ ଭାଉଜଙ୍କ ଦୁଧ ଉପରେ ପଡ଼ିଲା। ଏବେ ମୋ ପାଳି ଆସିଲା। ମୁଁ ଭାଉଜଙ୍କୁ କିସ୍ କରିବା ସହ ତାଙ୍କ ଦୁଧକୁ ଚୁଚୁମିବାରେ ଲାଗିଲି। ଏମିତି ଭାବେ ଭାଉଜଙ୍କର ପୂରା ଶରୀରକୁ କିସ୍ କଲି ଏବଂ ବିୟା ଚାରିପାଖେ ଜିଭରେ ଚାଟିଲି। କିନ୍ତୁ ଏପର୍ଯ୍ୟନ୍ତ ମୁଁ ଭାଉଜଙ୍କ ବିୟାକୁ କିସ୍ କରି ନଥିଲି। ଭାଉଜ ଉତ୍ତେଜିତ ହୋଇ କହିଲେ, ସେଠିକି କିସ୍ କରନା ତ। ମୁଁ କହିଲି, କେଉଁଠି? ସବୁ ଜାଗାରେ ତ କିସ୍ କରୁଛି। ଭାଉଜ କହିଲେ, ପ୍ଲିଜ୍ ଏମିତି ଆଉ କଷ୍ଟ ଦିଅ ନାହିଁ। ମୁଁ କହିଲି, ତୁମେ ସେ ଜାଗା ନାଁ କୁହ, ମୁଁ ପକ୍କା କିସ୍ କରିବି। ଭାଉଜ କହିଲେ, ମୋ ଲଙ୍ଗଳା ବିୟାରେ କିସ୍ କରନା। ମୁଁ କହିଲି, ଓକେ, ଠିକ୍ ଅଛି, ଏବେ କରୁଛି। ମୁଁ ଭାଉଜଙ୍କର ବିୟାକୁ 15 ମିନିଟ୍ ପର୍ଯ୍ୟନ୍ତ ଚୁଚୁମି ଚାଲିଲି। ଭାଉଜଙ୍କ ପାଣି ବାହାର କରିଦେଲି। ପୁଣି ଆମେ ଦୁଇଜଣ ମସ୍ତି କରିବାରେ ଲାଗିଲୁ। ଆଉ 10 ମିନିଟ୍ ପରେ ଆମେ ଦୁଇଜଣ ଗରମ ହେବାକୁ ଲାଗିଲୁ ଏବଂ ଆମେ 69 ପୋଜିସନରେ ଆସିଗଲୁ। ମୁଁ ଭାଉଜଙ୍କ ବିୟା ଚୁଚୁମିଲି। ଭାଉଜ ମୋ ବାଣ୍ଡ ଚୁଚୁମିଲେ। ଭାଉଜ ଆଉ ରହିପାରୁ ନଥିଲେ। ତେଣୁ କହିଲେ, ଦିଅର ରାଜା, ଏବେ ମୋ ବିୟାକୁ ଘେଇ ପକା। ମୁଁ କହିଲି, ଓକେ କହି ଭାଉଜଙ୍କ ଉପରକୁ ଚଢ଼ିଗଲି। ମୁଁ ତାଙ୍କ ଗୋଡ଼କୁ ଟେକି ବିୟାରେ ବାଣ୍ଡ ସେଟ୍ କରିଥିଲି। ଭାଉଜ କହିଲେ, ଏଇ ଆରାମରେ ବାଣ୍ଡକୁ ପୂରାଇବ। ମୁଁ 2 ବର୍ଷ ପରେ ବାଣ୍ଡକୁ ବିୟାରେ ନେଉଛି। ମୁଁ କହିଲି, ଠିକ୍ ଅଛି, କିଛି କଥା ନାହିଁ, ଧୀରେ ପୂରାଇବି। ଏବେ ମୁଁ ଭାଉଜଙ୍କ ବିୟା ମୁହଁରେ ବାଣ୍ଡକୁ ସେଟ୍ କରି ଟିକେ ଭିତରକୁ ପେଲିଲି। ଭାଉଜଙ୍କ ବିୟା ପାଣି ଛାଡ଼ିଥିବାରୁ ଓଦା ଥିଲା। ତେଣୁ ବାଣ୍ଡ ଆରାମରେ ଭିତରକୁ ପଶିବାକୁ ଲାଗିଲା। କିନ୍ତୁ ତାଙ୍କ ବିୟା ଟାଇଟ୍ ଥିଲା। ତେଣୁ ତାଙ୍କୁ ଟିକେ କଷ୍ଟ ଲାଗୁଥିଲା। କିନ୍ତୁ ଭାଉଜ ପୂରା ବାଣ୍ଡକୁ ଭିତରକୁ ନେଇଗଲେ ଆଉ ମୁଁ ଆରାମରେ ଭାଉଜଙ୍କୁ ଘେଇ ଚାଲିଲି। 2 ମିନିଟ୍ ପରେ ଭାଉଜ ମସ୍ତ ହୋଇ ଗିଆଁ ଖାଇବାରେ ଲାଗିଲେ। ଏମିତି ଭାବେ ମୁଁ ଭାଉଜଙ୍କୁ 3-4 ମିନିଟ୍ ଘେଇଛି। ଭାଉଜ କହିଲେ, ତୁମେ ତଳପଟୁ କର, ମୁଁ ତୁମ ଉପରେ ରହୁଛି। ମୁଁ ହଁ କହିଲି ଏବଂ ଭାଉଜ ମୋ ଉପରକୁ ଚାଲି ଆସିଲେ। ସେ ନିଜକୁ ନିଜେ ଘେଇଁ ହେଲେ। ଏମିତି ଭାବେ ସେ ତଳ ଉପର ହେଇ ଅଣ୍ଟାକୁ ହଲେଇ ଖାଇଲେ ଓ ଥରେ ପାଣି ଛାଡ଼ିଦେଲେ। ସବୁ ପାଣି ମୋ ଉପରେ ଛାଡ଼ିଦେଲେ। ମୁଁ ଭାଉଜଙ୍କ ଦୁଧ ଚିପି କହିଲି, ତୁମେ ଏବେ ତଳକୁ ଆସ, ମୁଁ ତୁମକୁ ଘେଇଁବି। ମୁଁ ତାଙ୍କୁ ତଳକୁ ଆଣିଲି ଭାରି ଓ ଭାଉଜଙ୍କୁ ଜୋର ଜୋରରେ ଘେଇଁବାକୁ ଲାଗିଲି। କିଛି ସମୟ ପରେ ଭାଉଜଙ୍କର ଗରମ ବଢ଼ିବାକୁ ଲାଗିଲା। ମୁଁ ତାଙ୍କୁ କୁସ୍ତି କରି ଘେଇଁଲି। ଭାଉଜ ପୁଣି ଥରେ ପାଣି ଛାଡ଼ିଲେ। ସେ ଏବେ ଉଃ ଆଃ ଆଃ ଉଃ ହେଇ କମ୍ପିବାକୁ ଲାଗିଲେ।
ଓ ମୋତେ ମନା କରୁଥିଲେ। କିନ୍ତୁ ତାଙ୍କ କଥା ନ ଶୁଣି ମୁଁ ତାଙ୍କର ତାବଡ଼ତୋଡ଼ ଘେଇଁ ଚାଲିଲି। ଭାଉଜଙ୍କୁ ବିଭିନ୍ନ ପ୍ରକାର କରି ଘେଇଁ ଚାଲିଲି। ଏଇ ଧକ୍କା ପେଲା ମସ୍ତ ଘିଆଁ ଖାଇ ଭାଉଜ 4 ଥର ପାଣି ଛାଡ଼ି ସାରିଲେଣି। ବହୁତ କଷ୍ଟରେ ମୋ ପାଣିକୁ ଅଟକେଇ ରଖିଥିଲି, କିନ୍ତୁ ଆଉ ରୋକି ହେଲାନି। ମୁଁ ଭାଉଜଙ୍କୁ ପଚାରିଲି, କେଉଁଠି ଛାଡ଼ିବି ମୋ ପାଣି? ଭାଉଜ କହିଲେ, ମୋ ଭିତରେ ଛାଡ଼ିଦିଅ, କିଛି କଥା ନାହିଁ। ମୁଁ ମୋ ପାଣିକୁ ଭାଉଜଙ୍କ ବିଆରେ ଛାଡ଼ିଦେଲି ଏବଂ ତାଙ୍କୁ କୁଣ୍ଢେଇ ଧରି ମୋର ନିଃଶ୍ୱାସକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲି। ଭାଉଜ ପୂରା ତୃପ୍ତି ପାଇସାରିଥିଲେ, ସେଥିପାଇଁ ମୋତେ ପ୍ରେମରେ ଗେଲ କରି ଚାଲିଥାନ୍ତି। ବନ୍ଧୁମାନେ, ଭାଉଜଙ୍କ ବିଆ ଘେଇଁ ସାରିଥିଲି, କିନ୍ତୁ ଏବେ ତାଙ୍କ ଗାଣ୍ଡି ମାରିବା ପାଇଁ ମୋର ଇଚ୍ଛା ଥିଲା। ମୁଁ ଆପଣଙ୍କୁ କହି ରଖେ, ଭାଉଜଙ୍କର ଗାଣ୍ଡି ବହୁତ ଘିଆଁ ଖାଇ ଫୁଲ ହୋଇ ସାରିଥିଲା। ତାଙ୍କ ସ୍ୱାମୀ ତାଙ୍କ ଗାଣ୍ଡିରେ ବହୁତ କରନ୍ତି। ଏକଥା ମୋତେ ସେତେବେଳେ ଜଣାପଡ଼ିଲା ଯେତେବେଳେ ମୁଁ ତାଙ୍କ ଗାଣ୍ଡି ମାରିବା ପାଇଁ ଆଗ୍ରହ କଲି। ଭାଉଜ କହିଲେ, କିଛି ସମୟ ରୁହ, ତାପରେ ମାରିବ। କିନ୍ତୁ ଏବେ ନୁହେଁ, ଏବେ ବହୁତ ଥକି ଯାଇଛି। ମୋ ସ୍ୱାମୀ ମୋ ଗାଣ୍ଡି ବହୁତ ମାରୁଥିଲେ, ତେଣୁ ମୋ ଗାଣ୍ଡି ମାରିବାରେ କୌଣସି ଅସୁବିଧା ନାହିଁ। ମୁଁ ଭାଉଜଙ୍କୁ କହିଲି, ଏବେ କୁହ, ମୋ ଘିଆଁ ଖାଇ ତୁମେ ପୂରା ସନ୍ତୁଷ୍ଟ ଅଛ ନା? ଭାଉଜ କହିଲେ, ମୋ ବିଆ ବହୁତ ସୁଖ ପାଇଲା। ତୁମେ ବହୁତ ଭଲ ଘେଇଁଲ ଓ ମଜା ବି ଦେଲ। ମୋ ଗାଣ୍ଡିକୁ ଥରେ ଏମିତି ଘେଇଁଦିଅ, ମଜା ପୂରା ଆସିଯିବ। ମୁଁ କହିଲି, ତୁମେ ଯଦି ଗାଣ୍ଡି ମରାଇବା ପାଇଁ ଚାହୁଁଛ, ଏବେ ଚାଲିଆସ, ମୁଁ ପ୍ରସ୍ତୁତ ଅଛି। କିନ୍ତୁ ବନ୍ଧୁମାନେ, ଥରେ ଘେଇଁ ସାରିଲା ପରେ ଦାଣ୍ଡକୁ ଠିଆ ହେବାକୁ 10-15 ମିନିଟ୍ ଲାଗିଯାଏ। ଆମେ ଦୁଇଜଣ କଥା ହେବାକୁ ଲାଗିଲୁ। ବାଥରୁମ୍ ଯାଇ ଭାଉଜ ତାଙ୍କ ବିଆ ସଫା କଲେ ଓ ମୋ ଦାଣ୍ଡକୁ ବି ଧୋଇଦେଲେ। ଆମେ କଥା ହୋଇ କେତେବେଳେ 10 ମିନିଟ୍ ବିତିଗଲା ଜଣାପଡ଼ିଲା ନାହିଁ। ଭାଉଜ ଏବେ ଗାଣ୍ଡିରେ ପେଲା ଖାଇବା ପାଇଁ ବହୁତ ମନ ଥିଲା, ତେଣୁ ସେ ମୋ ଦାଣ୍ଡକୁ ଚୁଚୁମିବାକୁ ଲାଗିଲେ। ଆଉ ମୋ ଦାଣ୍ଡ 2 ମିନିଟ୍ରେ ଠିଆ ହୋଇଗଲା। ଭାଉଜ ତାଙ୍କ ଗାଣ୍ଡିକୁ ଜେଲି ବାହାର କଲେ ଓ ତାଙ୍କ ଗାଣ୍ଡିରେ ଲଗାଇଲେ। ମୁଁ କହିଲି, ଆରେ ଭାଉଜ, ତୁମେ ତ ପୂରା ପ୍ରସ୍ତୁତ ହୋଇ ସାରିଛ। ତ ଭାଉଜ କହିଲେ, ଯେତେବେଳେ ମୁଁ ଏଠାକୁ ଘିଆଁ ଖାଇବାକୁ ଆସିଛି, ପୂରା ମଜା ନେଇକି ଯିବି। ଭାଉଜ ଚାଲ, ଚାଲିଆସ, ମୁଁ ତମ ଦାଣ୍ଡକୁ ମୋ ଗାଣ୍ଡିରେ ପୂରେଇ ଦିଅ। ମୁଁ ମୋ ଦାଣ୍ଡକୁ ଭାଉଜଙ୍କ ଗାଣ୍ଡିରେ ପୂରେଇବାକୁ ଲାଗିଲି ଏବଂ ଭାଉଜଙ୍କୁ ଯେତେବେଳେ କଷ୍ଟ ଲାଗିଲା, ସେ ଉଃ ଆଃ, ଉଃ ଆଃ, ଆଃ ଆଃ ହୋଇ କହିଲେ, ବହୁତ ମୋଟା ଅଛି, ଏମିତି ହେଲେ ମୁଁ ନେଇପାରିବି ନାହିଁ। ତୁମେ ଗୋଟେ କାମ କର, ମୋ କଷ୍ଟକୁ ନ ଦେଖି ଗୋଟେ ଧକ୍କାରେ ପେଲିଦିଅ। ମୁଁ ଜୋରରେ 2 ଧକ୍କା ମାରି ଭାଉଜଙ୍କ ଗାଣ୍ଡିରେ ମୋ ଦାଣ୍ଡକୁ ପୂରାଇ ଦେଲି। ମୁଁ 2 ମିନିଟ୍ ରହିବା ପରେ ମୋ ଅଣ୍ଟାକୁ ଆଗପଛ କରି ଭାଉଜଙ୍କ ଗାଣ୍ଡି ମାରି ଚାଲିଲି। ଆଉ 20 ମିନିଟ୍ ପରେ ପୁଣି ଥରେ ମୁଁ ତାଙ୍କ ଗାଣ୍ଡିରେ ପାଣି ଛାଡ଼ିଦେଲି। ମୁଁ ଭାଉଜଙ୍କୁ ପାଇ ଲିପି ବିଷୟରେ ଭୁଲିବାରେ ଲାଗିଲି, କିନ୍ତୁ ସେ ତାର ଭୁଲ ବୁଝିପାରି ଆପେ ଆପେ ତା ବାପାଙ୍କ ସହ ଆସିଲା। ମୁଁ ବି ତାର ଭୁଲକୁ କ୍ଷମା କରିଦେଲି। କିନ୍ତୁ ମୋର ଆଉ ଭାଉଜଙ୍କ ବ୍ୟତୀତ କାହା ପାଖରେ